जाने पड़ा मंदिर को आसला मत लेट हो गला और ये पागलटा निश्चित भाव दोष गोड़ पचाड़ रघु काका रघु काका अच्छा रघु काका घर का पानीपाग सब ठीक अच्छे तो पानीपाग पूरा पोड़ा हांडिया मेघ भाया पड़ोसी अरे बाप रात पूरा पंचमणी कौन हांडी कड़े सब हांडी सारा हांडी कड़े कौन घर जहाँ सब थिला सब जाक भंगा कचरा है सत्याना अरे बाप रे ए रघु काका हाँ मोबाइल रे काम करिवो कौन कोना तबे जाई से पागल के बुझे भक्ति के मोबाइल के क्षमा मागी तो ठीक है मु बुझेबी अरे नहीं बाबा नहीं सी जो बोले राखी की पंचमणी जी हाथ जा पड़ो मो मुंड को फपाड़ मु डाकी पारि सानो बाबू तुम्हें गोटे कम कर तुम भाई भौणी कथा तुम्हें बुझ मु बुझी पारि मु जाऊँगी तुम कथा मुझे शुणी रघु काका ओहो केमिति बुझेबी पागलटा को छाड़ मोर तो भूल जाइए नहीं से पूरा फॉर्मूला मत अप्लाई करो वो पेट्रोल ए गौरी वो पेट काट तुझे वो पेट काट तुझे पड़ा नहीं 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 डाक्तरखाना पर जीवा देखु तो राखी बांधिबा समय पड़ी गलानी अरे से राखी बंधा पर हो तू चल तो अब डाक्तरखाना नहीं नहीं तू राखी बांधी तब जेबे डाक्तरखाना भाई तू सत कथा कहलु तू बाहर यार चढ़ के खाइलु तो नहीं नहीं मु किछि खाइ तू सत कहू किछि खाइनी खाली जस्ट तीटा रसगोल्ला खाइ ए जो थाली रे पड़ी अछि ना सेई भलिया तीटा रसगोल्ला अच्छा जहार पेट काटे से मिटा रसगोल्ला केमती पकाए नो भाई तू ताले मिछ कथा कहू ना और ठीक अछि तो नाटक को भलो भाबे जाने तू जेते मते मनेइबू हम जमा सुनिबू तू तोर खाऊ ए पुड़ी राखी ना कौन ये उठे मिठा खा अरे राखी कौन बांध अरे खा कौन सी बात सुना राखी सुना भौणी कोटी रे
ବାପା ଅଛୁଟି ରେ ମଉସା ଖାଉଥିଲୁ ନା କ'ଣ? ଆଜି ତ ରାକ୍ଷୀ ବନ୍ଧନ ମୋତେ ଟିକେ ମୋ ଭଉଣୀ ମିଠା ଖୁଆଇ ଦେଉଥିଲା। ଭଲ ଭଲ। ହେଲେ ଆପଣ ଏମିତି ହଠାତ୍ ଅସମୟରେ ଆରେ ଅଛୁ ଗୌରୀ ଗୌରୀ ଏବେ କରୁଛ? ତୋର ତ ମନେ ଥିବ ବାପା, ଜମି ବନ୍ଧା ମୋତେ ମୋ ଠାରୁ ଟଙ୍କା ଆଣିଥିଲୁ। ଆରେ ଏ ପର୍ଯ୍ୟନ୍ତ ତ ଶିଖିଲୁ ନା। ମଉସା ମୁଁ କ'ଣ କହୁଥିଲି ବାପା, ତ ଭଲ ପାଇଁ କହୁଥିବେ। ତୁ ଶୁଣ ଗୋଟେ କାମ କର, ଖାଲି ଏଇ ବଣ୍ଡ ପାଖରେ ଗୋଟେ ସିଗ୍ନେଚର କରିଦେ, ତୋ ଜମିଟା ମୋ ନାଁରେ ହେଇଯିବ ଆଉ ତୋର ବି ଟଙ୍କାର ଚିନ୍ତା ନଥିବ। ମଉସା ନେ ବାପା, କାହିଁ ଅମାନିଆ ହଉଛି କହିଲୁ? ଆରେ ମୁଁ ଟଙ୍କା ଦେଇପାରିବି, ସେଇଟା ସତ କଥା ମଉସା। ମୋର ଟିକେ ଲେଟ୍ ହେଇଯାଇଛି। ହେଲେ ହେଲେ ମୁଁ ଆପଣଙ୍କୁ କଥା ଦେଉଛି ମଉସା, ଏଇ ମାସରେ ମୁଁ ଯାହା ହେଲେ ବି ଟଙ୍କା ଯୋଗାଡ଼ କରି ଆପଣଙ୍କର ସବୁ ଟଙ୍କା ସୁଝିଦେବି। ଓ ଆଉ ତା ମୁଣ୍ଡରେ ହାତ ବୁଲେଇ ଦେବୁ, ତୋ ମାଆକୁ ଧନ୍ୟ କରିବ। ମଉସା ମୁଁ କାହା ମୁଣ୍ଡରେ ହାତ ବୁଲେଇ ଟଙ୍କା ଆଣି ଆପଣଙ୍କୁ ଦେବିନି ମଉସା। ଏ ଅଜୁ ହୁଏତ ଭିକ ମାଗିପାରେ, ଏ ଅଜୁ ହୁଏତ କୁଲି ଲାଗିପାରେ, କିନ୍ତୁ ଆଉ ଗୋଟିଏ ମାସ ଭିତରେ ମୁଁ ଆପଣଙ୍କର ସବୁ ଟଙ୍କା ସୁଝିଦେବି। ମୋତେ ମୋ ଜମି କେବେ ଛଡ଼େଇ ଦିଅନ୍ତି ମୋ ଠାରୁ। ମୋ ପାଖରେ ସେ କଥା ଚଳିବନି। ଏ ପେପରରେ ଦସ୍ତଖତ କରିବୁ ତ କର, ନହେଲେ ଆଜିରେ ମୋ ଟଙ୍କା ପକା, ତାହେଲେ ମୁଁ ଏଠୁ ଯିବି। ନାଇଁ ମୁଁ କେବେ ଦସ୍ତଖତ କରିବି ନା। ମୁଁ ଜାଣିଛି ଶୀଘ୍ର ଆଗରେ ଜମା ଝିଅ ବାହାରିବନି, ତାକୁ କିଛି ବଙ୍କା କରିବାକୁ ପଡ଼ିବ ନା। ଅଜୁ ଶେଷ ଥର ପାଇଁ କହୁଛି, ଏ ବହିରେ ସିଗ୍ନେଚର ନାଇଁ ମୋ ପୂର୍ବପୁରୁଷଙ୍କର ସେ ଜମିରେ ସମସ୍ତଙ୍କର ଅଧିକାର ଅଛି, ମୋ ଭଉଣୀଙ୍କର ଅଧିକାର ଅଛି। ମୁଁ କେବେ ସେ ଜମିକୁ ଆପଣଙ୍କୁ କେବେ ବି ଦେଇପାରିବିନି। ଏଇଟା ମୋର ଶେଷ ନିଷ୍ପତ୍ତି। କରିବୁନି କ'ଣ ହେଲା? ତୁ ସିଗ୍ନେଚର କରିବୁନି। ନାଇଁ ଆରେ ଆରେ ଏ ଲୋକଟା କାଇଁ କରୁଛ? ମାରିବିନି? ଆରେ ମୋ ଠାରୁ ଟଙ୍କା ଆଣିଥିଲା, ଟଙ୍କା ଦେଲାନି, ଇଏ କାଗଜରେ ଟିକେ ସିଗ୍ନେଚର ଦେଲାନି। ତା ମାନେ କ'ଣ ତମେ ତାକୁ ମାରୁ ମାରିଦବ ନା କ'ଣ? ମରିଯାଉ, ମରିଗଲେ ମୋର କ'ଣ ହେଇଗଲା? ମୁଁ ଆଜି ନିଷ୍ପତ୍ତି ନେଇଛି ମାନେ ଏଠୁ ନେବି ଯିବି। ଟଙ୍କା ଦରକାର ନା? ହଁ ଟଙ୍କା ଦରକାର, ଟଙ୍କା। ସେ ଟଙ୍କା ମୁଁ ଦେବି ତମକୁ। ଧନ୍ୟ କହିବ ଟଙ୍କା ତମେ ଦେଇଦେବ? ହଁ ମୁଁ ଦେବି ସେ ଟଙ୍କା। ବେଶୀ ବଡ଼ ବଡ଼ କଥା କହୁଛ, ମାଲ କାଢ଼ ମାଲ। ମିଳିଗଲା ଟଙ୍କା। ତାହେଲେ ମୋର ଟିକେ କାମ କର, ମୁଁ ତ ଯୋଉଥିପାଇଁ ଆସିଥିଲି ହେଇଗଲା, ଏବେ ଯାଉଛି ରେ ଧନ୍ୟ ମାକୁ। ନାଇଁ ହେଲେ କିଆ କର ଏ ଅସମୟରେ ଆସି ମୋତେ କାହିଁକି ସାହାଯ୍ୟ କଲେ? ମୋର ଦୁନିଆରେ କେହି ବି ନାହାନ୍ତି। ପିଲାଟି ବୋଲି ମାଆକୁ ହରେଇଛି, ମାଆର ସ୍ନେହ କ'ଣ ପାଇପାରିଲି? ଆଉ ବାପାର ଶାସନ କ'ଣ ଜାଣିଲି? ମୁଁ ଯଦି କାହା କାମରେ ଲାଗିପାରୁଛି ସେଥିରେ ମୁଁ ବହୁତ ଖୁସି। ଆଉ ଏ ଟଙ୍କା ସଞ୍ଚୟ କରି କାହା ପାଇଁ? ମୋର ବା ଅଛି କିଏ? ଆଚ୍ଛା ଗୋଟେ କଥା ପଚାରିବି, ତମେ ବାହା ହେଇଯାଉନ କାହିଁକି? ହୁଏତ ତମ ପରିବାର ପାଇଁ ତମେ ଟଙ୍କା ସଞ୍ଚୟ କରିପାରିବ। ଆରେ ସେମିତି କିଛି ମିଳିବ କୋଉଠି? ଯିଏ ଈଶ୍ୱରକୁ ଭକ୍ତି କରୁଥିବ, ରୂପରେ ସୁନ୍ଦର ହେଲେ କ'ଣ ହେଲା, ଗୁଣରେ ସୁନ୍ଦର ହେଇଥିବ, ଆଉ ନମ୍ରତା ସହନିଶ୍ରତା ତାରି ପାଖରେ ଥିବ, ସେମିତି କିଛି ମୁଁ ପାଇବ କୋଉଠି? ନିଶ୍ଚିତ ଭାବରେ ସେମିତି କିଛି ଅଛନ୍ତି। ହୁଏତ ତମେ ଯାଏ ସନ୍ଧାନ କରିଲ, ତମର ଯଦି କିଛି ଆପତ୍ତି ନ ହୁଏ ମୋ ଗୌରୀ ସହିତ
ମୁଁ ତମର ବିବାହ କରିବାକୁ ନିଷ୍ପତ୍ତି ନେଉଛି। ତମର ସବୁ କଣ୍ଡିସନରେ ସେ ହିଁ ଏକମାତ୍ର ଝିଅ ଯାହା ପାଖରେ ନମ୍ରତା ଅଛି, ସହନଶୀଳତା ଅଛି, ଆଉ ଈଶ୍ୱର ଭକ୍ତି ବି ଅଛି। ତମେ ଖାଲି ଟିକେ ତାକୁ ଦେଖିନିଅ, ମୋ ମନ କହୁଛି ତମକୁ ସେ ନିଶ୍ଚୟ ପସନ୍ଦ ଆସିବ। ଆଉ ତମ ଭଳି ଗୋଟିଏ ସଂସ୍କାରୀ ପରୋପକାରୀ ଯୁବକକୁ ମୋର ଭଉଣୀର ଜ୍ୱାଇଁ ହିସାବରେ ପାଇବା ନିଶ୍ଚିତ ରୂପେ ଭାଗ୍ୟର କଥା। ତମେ ଯଦି ମୋ ପ୍ରସ୍ତାବରେ ରାଜି, ତାହେଲେ ମୁଁ ଏ ବିବାହ ପ୍ରସ୍ତାବକୁ ଆଗକୁ ବଢ଼େଇବି। ହଉ ଠିକ୍ ଅଛି, ଏଇ ନିଏ ମୋ ଠିକଣା। ଦରକାର ପଡ଼ିଲେ ପଛରେ ଯୋଗାଯୋଗ କରିବି। ମୁଁ ଏଥିରେ ଆସୁଛି। ବିଚରା ପାଗଳିଟାକୁ କିଛି ଜଣେଇନି। ବଡ଼ ଭାଇ ହିସାବରେ ଏକା ଏକା ନିଷ୍ପତ୍ତି ନେଇଗଲେ। ହେ ବାବା ଧବଳେଶ୍ୱର, ମୁଁ ଠିକ୍ ନିଷ୍ପତ୍ତି ନେଉଛି କି ଭୁଲ ନିଷ୍ପତ୍ତି ନେଉଛି ସବୁ ତୋରି ପାଦ ତଳେ ମୁଁ ଛାଡ଼ିଦେଲି। ମୋତେ ତୁ ଠିକ୍ ବାଟ ଦେଖିବୁ ବାବା। ମୋ ଭଉଣୀର ସୁଖ ସଂସାର ତୁ ହିଁ ସାହା ହବ ବାବା, ତୁ ହିଁ ସାହା।